तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ଆମେ ପଢୁଛନ୍ତି ମାତୃରଚନାବଳୀ ଭାଗ 10। କାଲି ଆମେ ପଢୁଥିଲେ ଜ୍ଞାନ 71, ଆଜି ପଢିବା ଜ୍ଞାନ 72। ଜ୍ଞାନ 72ରେ ପ୍ରଭୁ ଲେଖୁଛନ୍ତି, ମୁଁ ଏପର୍ଯ୍ୟନ୍ତ ଅତି ଅଳ୍ପ ଜାଣିଛି ବା ଆଦୌ କିଛି ଜାଣିନାହିଁ। ଏହିପରି ଅନୁଭବ କରିବା ହେଉଛି ଯଥାର୍ଥ ଜ୍ଞାନ ଆବିର୍ଭୂତ ହୋଇ ଆସୁଥିବାର ସଂକେତ। ମାତ୍ର ତଥାପି ଯଦି ମୁଁ କେବଳ ମୋ ନିଜର ଜ୍ଞାନଟିକୁ ଜାଣିପାରିଲି, ତେବେ ମୁଁ ପ୍ରକୃତରେ ସକଳ ଜ୍ଞାନର ଅଧିକାରୀ ହୋଇପାରିଛି ବୋଲି କହିବାକୁ ହେବ। ଆଉ ଥରେ ପଢୁଛି, ମୁଁ ଏପର୍ଯ୍ୟନ୍ତ ଅତି ଅଳ୍ପ ଜାଣିଛି ବା ଆଦୌ କିଛି ଜାଣିନାହିଁ। ଏହିପରି ଅନୁଭବ କରିବା ହେଉଛି ଯଥାର୍ଥ ଜ୍ଞାନ। ଏହିପରି ଅନୁଭବ କରିବା ହେଉଛି ଯଥାର୍ଥ ଜ୍ଞାନ ଆବିର୍ଭୂତ ହୋଇ ଆସୁଥିବାର ସଂକେତ। ମାତ୍ର ତଥାପି ଯଦି ମୁଁ କେବଳ ମୋ ନିଜର ଜ୍ଞାନଟିକୁ ଜାଣିପାରିଲି, ତେବେ ମୁଁ ପ୍ରକୃତରେ ସକଳ ଜ୍ଞାନର ଅଧିକାରୀ ହୋଇପାରିଛି ବୋଲି କହିବାକୁ ହେବ। ଏଇ ଜ୍ଞାନରେ ଶ୍ରୀ ଅରବିନ୍ଦ ଆମକୁ ଜଣେଇ ଦଉଛନ୍ତି ଯେ ପ୍ରକୃତରେ ଆମେ କେତେ ଅଜ୍ଞାନୀ ଏବଂ ଜ୍ଞାନର କେତେ ସ୍ତର ରହିଛି, ଏବଂ ଆମେ ଯେଉଁମାନେ ନିଜକୁ ଜ୍ଞାନୀ ବୋଲି ମନେ କରୁଛନ୍ତି, ପ୍ରକୃତରେ ଆମ ଭିତରେ ଯେ ଗ୍ରହଣଶୀଳତା ନାହିଁ, ସେଇ ଯୋଉ ଉଚ୍ଚ ସ୍ତରର ଜ୍ଞାନ ବା ନୂତନ ଜ୍ଞାନ ବା ପ୍ରଜ୍ଞାକୁ ଗ୍ରହଣ କରିବା ପାଇଁ ଏଇ ସୂତ୍ରଟିରେ ତାହା ସ୍ପଷ୍ଟ କରୁଛନ୍ତି। ଏଠି କହୁଛନ୍ତି, ଯେତେବେଳେ ମୋ ଭିତରେ ଏଇ ଅନୁଭବଟି ଆସିବ ବା ସେଇ ଏକ ସ୍ଥିତି ଆସିବ ଯୋଉଠି ମୁଁ ଅନୁଭବ କରିବି, ମାନେ ପାଟିରେ କହିବା କଥା କହୁନି, ଅନୁଭବ କରିବି ଯେ ମୁଁ କିଛି ଜାଣିନାହିଁ, ମୁଁ ଅଳ୍ପ ଜାଣିଛି, ତାମାନେ ସେଇ ସମୟରେ ମୋ ଭିତରେ ନୂତନ ଜ୍ଞାନ ଗ୍ରହଣ କରିବା ପାଇଁ ଏକ ଗ୍ରହଣଶୀଳତା ସୃଷ୍ଟି ହେଇଛି। ତାକୁ ପ୍ରଭୁ ଲେଖୁଛନ୍ତି ଯଥାର୍ଥ ଜ୍ଞାନ ଆବିର୍ଭୂତ ହୋଇ ଆସୁଥିବାର ସଂକେତ। ଯେତେବେଳେ ଆମ ଭିତରେ ସବୁ ନୂତନ ଜ୍ଞାନ ଗ୍ରହଣ କରିବା ପାଇଁ ଏକ ସ୍ୱତଃ ପ୍ରବୃତ୍ତ ଭାବରେ ଏକ ଅନୁଭବ ଆସିବ ଯେ ମୁଁ କମ ଜାଣିଛି ବା ମୋର ଆହୁରି ବହୁତ କିଛି ଜାଣିବାର ଅଛି ବା ଆଦୌ କିଛି ଜାଣିନାହିଁ, ସେତେବେଳେ ଯଥାର୍ଥ ଜ୍ଞାନ ମୋ ଭିତରେ ଆସିବା ପାଇଁ ସମୟ ହେଇଗଲା। ତାପରେ କହୁଛନ୍ତି ତାପରେ ଲାଇନଟିରେ ଯେ ଯେତେବେଳେ ଇଭିନ୍ ଯଦି ଜଣେ ବ୍ୟକ୍ତି ନିଜ ସମ୍ବନ୍ଧରେ ବି ଜାଣିପାରେ, ମୋ ନିଜର ଜ୍ଞାନଟିକୁ ଯଦି ଜାଣିପାରିଲି, ସେତେବେଳେ ବି ତମେ ସକଳ ଜ୍ଞାନର ଅଧିକାରୀ ହୋଇପାରିବ। ଯଦି ତାର ଗୂଢ ଅର୍ଥକୁ ଆମେ ବୁଝିବା, ଯୋଉ କଥା ଗୁଡ଼ିକ ମନେ ଥିବ, ଯାହା ଅଛି ପିଣ୍ଡେ ତାହା ଅଛି ବ୍ରହ୍ମାଣ୍ଡେ, ଯାହା ଅଛି ପିଣ୍ଡେ ତାହା ଅଛି ବ୍ରହ୍ମାଣ୍ଡେ।
समग्र सृष्टि रे जहा जहा घटना घटुची सबुर एक बीज रूप प्रत्येक व्यक्ति भितर रही। आमे समस्ते समस्तଙ୍କ सहित लिंक ହେଇକି ଅଛନ୍ତି। ସେଥିପାଇଁ ସେ ଯୋଉ ଡାयଲଗ ଟି ଥାଏ ମୁଁ ତାକୁ ଟିକେ ବଦଳେଇଛି। ସେଟା ହଉଛି କଣ ଯେ ମିଛ ମାୟା ସଂସାର କେହି ନୁହେଁ ଏଠି କାହାର। ତାପରେ ମୁଁ ଆଡ୍ କରିଛି ଯେ ସମସ୍ତେ ଏଠି ସମସ୍ତଙ୍କର। ମିଛ ପରେ ଟିକେ କମା, ମିଛ କମା ମାୟା ଏ ସଂସାର। ଯୋଉ ତମେ ଆମେ ଯୋଉ କହୁଛନ୍ତି ଏ ସଂସାରଟା ହଉଛି ମାୟା ବୋଲି, ସେଇଟା ହଉଛି ମିଛ। କେହି ନୁହେଁ ଏଠି କାହାର, କାହିଁକି ନା ସମସ୍ତେ ଆମେ ଇଣ୍ଡିଭିଜୁଆଲ ଗୋଟେ ବ୍ୟକ୍ତିତ୍ୱ ଗଠନ କରିବା। ତେଣୁ ନିଜେ ନିଜର ବ୍ୟକ୍ତିତ୍ୱ ଗଠନ କରିବେ, କିନ୍ତୁ ତାପରେ ହଉଛି ସମସ୍ତେ ଏଠି ସମସ୍ତଙ୍କର। ତାମାନେ ଆମେ ପରସ୍ପର ସହିତ ଲିଙ୍କ୍ଡ ରହିଛନ୍ତି। ତେଣୁ ଯଦି କୌଣସି ଜଣେ ବ୍ୟକ୍ତି କୌଣସି ଗୋଟିଏ ପ୍ରବୃତ୍ତି ଉପରେ ବିଜୟ ହାସଲ କରେ, କୌଣସି ଗୋଟିଏ ବ୍ୟକ୍ତି ବା କୌଣସି ଜଣେ ବ୍ୟକ୍ତି ଯଦି ଗୋଟିଏ ପ୍ରବୃତ୍ତି ଉପରେ ବିଜୟ ହାସଲ କରେ, ତେବେ ସମଗ୍ର ପୃଥିବୀରେ ସେଇ ଶକ୍ତି ଉପରେ ବିଜୟ ହାସଲ କରିପାରିବାର ଏକ ବାଟ ଖୋଲିଯାଏ। ତାପରେ ଯେକୌଣସି ବ୍ୟକ୍ତି ଅଳ୍ପ ପ୍ରୟାସ କଲେ ତା ଉପରେ ବିଜୟ ହାସଲ ହେଇଯିବ। ତେଣୁ ଏହି ଜ୍ଞାନଟିରେ এইଭଳି ଭାବରେ ଛୋଟ ଛୋଟ ଆମେ ଯାହା ଛୋଟ ଛୋଟ ମନରେ ଆମେ ଯାହା ବୁଝୁଛେ ଏମିତି କିଛି ପ୍ରଭୁ ଆମକୁ ଜଣାଇବାକୁ ଚାହୁଁଛନ୍ତି। ମା ଯାହା ବର୍ଣ୍ଣନା କରିଛନ୍ତି ଆମେ ଟିକେ ପଢିଦେବା। ମା କହୁଛନ୍ତି ଭବିଷ୍ୟତରେ ଯାହା ଘଟିବାକୁ ଯାଉଛି ବେଳେ ବେଳେ ତାହା ନିର୍ଭୁଲ ଭାବରେ, ମାଙ୍କୁ ଏଇଟା ପ୍ରଶ୍ନ ହେଇଛି, ମାଙ୍କୁ ଏଠି ପ୍ରଶ୍ନ ହେଇଛି ଭବିଷ୍ୟତରେ ଯାହା ଘଟିବାକୁ ଯାଉଛି ବେଳେ ବେଳେ ତାହା ନିର୍ଭୁଲ ଭାବରେ ଆମର ସ୍ୱପ୍ନ ଭିତରେ ଦୃଷ୍ଟିଗୋଚର ହୋଇଯାଇଥାଏ। ଘଟିବାକୁ ଯାଉଥିବା ଘଟଣା ବସ୍ତୁ ଅତ୍ୟନ୍ତ ଟେକ୍ନିକ ଭାବରେ ଏକ ଅସାଧାରଣ ସୁସ୍ପଷ୍ଟତା ସହିତ ଦୃଶ୍ୟ ହୋଇଯାଏ। ସତେ ଯେପରି ସକଳ ବସ୍ତୁ ତାହାର କ୍ଷୁଦ୍ରତମ ଟିକିନିକି ସହିତ ପରିପୂର୍ଣ୍ଣ ଭାବରେ ଖଞ୍ଜା ହୋଇ ରହିଛି, ଏକ ଗୂଢ ଭୂମିରେ ସୁଅବସ୍ଥାପିତ ହୋଇ ରହିଛି। ଏହା ପ୍ରକୃତରେ ସତ କି? ଜ୍ଞାନର ଏହି ଭୂମିଟିକୁ କେଉଁ ଭୂମି ବୋଲି କୁହାଯିବ? ଏପରି ଗୋଟିଏ ଭୂମି ରହିଛି ନା ଏକାଧିକ ଭୂମି ରହିଛି? ଆମ ଜାଗ୍ରତ ଅବସ୍ଥାରେ ମଧ୍ୟ ସଚେତନ ଭାବରେ ଏହି ଭୂମିରେ ପ୍ରବିଷ୍ଟ ହୋଇପାରିବା ଲାଗି କଣ କରିବାକୁ ହେବ? ତେବେ ଏପରି ବି କିପରି ହୁଏ ଯେ ଯେଉଁ ବ୍ୟକ୍ତି ମାନଙ୍କର ପ୍ରକୃତି ଗମ୍ଭୀର, ଯେଉଁମାନଙ୍କର ଏକ ଦିବ୍ୟ ଉପଲବ୍ଧି ହୋଇସାରିଛି, ସେମାନେ ମଧ୍ୟ ବେଳେ ବେଳେ ଆପଣାର ଭବିଷ୍ୟ ଅନୁମାନର ଅତ୍ୟନ୍ତ ସ୍ଥୂଳ ଭୁଲ ମାନ କରିଥାନ୍ତି। ଅନେକ ଗୁଡିଏ ପ୍ରଶ୍ନ ପଚାରୁଛନ୍ତି, ଯୋଉଟା କି ସାଧାରଣତଃ ଆମ ଭିତରେ ପ୍ରଶ୍ନ ଥାଏ। ଯେମିତି କି ଲାଷ୍ଟ ପ୍ରଶ୍ନଟା ହେଲା, ଯୋଉମାନେ ଦିବ୍ୟ ଉପଲବ୍ଧି ପାଇଛନ୍ତି ସେମାନେ ମଧ୍ୟ ତାଙ୍କର ଭବିଷ୍ୟ ଅନୁମାନରେ କାହିଁକି ଭୁଲ କରିଥାନ୍ତି? ତାଙ୍କୁ ବି ତାଙ୍କର ବି ଭବିଷ୍ୟ ଅନୁମାନରେ ଭୁଲ ହୁଏ। ଆଉ ପ୍ରଥମରୁ କହୁଛନ୍ତି ଯେ ଭବିଷ୍ୟତରେ ଯାହା ଘଟିବାକୁ ଯାଉଛି ବେଳେ ବେଳେ ଆମକୁ ସ୍ୱପ୍ନରେ ଦେଖାଯାଏ। ଆମେ ସ୍ୱପ୍ନରେ କିଛି ଦେଖିଥାଉ, ପରେ ଦେଖୁ ଆରେ ହେଇ ସେଟା ତ ଘଟିଲା। ତେଣୁ ଆମେ ଭାବୁ, ଆମର ପ୍ରଶ୍ନ ହଉଛି ତାଙ୍କର ଯେ ଯାହା ଭବିଷ୍ୟତରେ ଘଟିବାର ଥାଏ ସ୍ୱପ୍ନରେ ତାହା ଦୃଷ୍ଟିଗୋଚର ହୁଏ, କିନ୍ତୁ ତାହା ଏତେ ସ୍ପଷ୍ଟ କାହିଁକି ହୁଏ ନାହିଁ? ତାପରେ ସେ ବର୍ଣ୍ଣନା କରୁଛନ୍ତି ଯେ ଆମେ ଯୋଉଗୁଡାକ ସ୍ୱପ୍ନରେ, ଏବଂ ଆଉ କିଛି କିଛି ବ୍ୟକ୍ତି ଯୋଉମାନେ ଦେଖିଥିବେ ଭବିଷ୍ୟତ କୁହନ୍ତି, ଏବଂ ଚେତନାର ଗୋଟେ ସ୍ଥିତି ଗଲେ ସେଠୁ ଦେଖାଯାଏ ଯେ ସୂକ୍ଷ୍ମ ସ୍ତରରେ ଯେମିତି ସବୁ ଯାକ ସୁନ୍ଦର ଭାବରେ ଖଞ୍ଜା ହେଇଛି। ଯୋଉଟା ଆମେ ଶୁଣିଛନ୍ତି ସେମାନେ ଏଇ କଥା ସବୁ ଦେଖିପାରନ୍ତି ବୋଲି, ସେଇଟା ସତ କି? ତାମାନେ ଆମେ ଚେତନାର ସେଇ ସ୍ଥିତିରେ ପହଞ୍ଚିଲେ ସୂକ୍ଷ୍ମ ସ୍ତରରେ ଯାହା ଯାହା ଘଟଣା ସବୁ ମାନେ ସ୍ଥୂଳରେ ଯାହା ଯାହା ଘଟଣା ଘଟିବ, ସୂକ୍ଷ୍ମରେ ତାହା ସବୁ ଖଞ୍ଜା ହେଇକି ରହିଛି, ସେଠିକୁ ଯାଇକି ଆମେ ଦେଖିପାରିବା। ଏଇଟା ସତ କି? ଏବଂ କହୁଛନ୍ତି ଏଇଟା କୋଉ ଭୂମି, ଜ୍ଞାନର କୋଉ ଭୂମି? ତାପରେ କହୁଛନ୍ତି ଆମେ ଯୋଉମାନେ ଜାଗ୍ରତ ଅବସ୍ଥାରେ ଅଛୁ ଆମେ ସେ ଭୂମିଟିକୁ ଯାଇପାରିବା କି ନାହିଁ? এইଭଳିଆ ଗୋଟିଏ ଭୂମି ଅଛି ନା ଅନେକ ଭୂମି ଅଛି? এই ପ୍ରକାରର ପ୍ରଶ୍ନ, ଗୁଡାଏ ପ୍ରଶ୍ନ ମାଙ୍କୁ କରାହେଇଛି। ମା କହୁଛନ୍ତି ମାତ୍ର ଏହି ଜଗତଟି ହେଉଛି ଏକ ସ୍ୱତନ୍ତ୍ର ଜଗତ। ଏଠାରେ ତ ଗୋଟିଏ ପ୍ରଶ୍ନ ପଚରା ଯାଉ ନାହିଁ, ଏକା ବେଳକେ 20ଟି ପ୍ରଶ୍ନର ଉତ୍ଥାପନ କରାଯାଇଛି। ମା କହୁଛନ୍ତି ଏଠି ଗୋଟାଏ ପ୍ରଶ୍ନ ପଚାରିଲେ ତ ଲଗାତାର ପ୍ରଶ୍ନ ପଚରା ହେଇଛି ନା, ମା କହୁଛନ୍ତି 20ଟି ପ୍ରଶ୍ନ ଉତ୍ଥାପନ କରାଯାଉଛି। ତାପରେ କହୁଛନ୍ତି ଯାବତୀୟ ପ୍ରକାରର ଭବିଷ୍ୟ ସୂଚକ ସ୍ୱପ୍ନ ମାନ ରହିଛି।
केतेक भविष्य सूचक स्वप्नर तत्क्षणात फल मिलता है, तत्क्षणात फल फली थाए, अर्थात आर दिन कौन सब घटिब तुमे राति से सब विषय स्वप्न देख। एवं आहुरी केतक भविष्य सूचक स्वप्न भी थांती जेगुड़िकर पूरण हेबा लगी भिन्न भिन्न अवधिर समय भी लगी थाए एवं समयर भूमि रे आपणार अवस्थिति अनुसार यही स्वप्न गुड़िक विभिन्न भूमि रे दृष्टिगोचर होता। कहते प्रथमे तो कहले जे किछि किछि स्वप्न जेमति काली कौन घटियो आज देखा जाए आउ केते गुडा अछि सेटा परे समय लागे हवा पई सेठी कहउचंती जे आमे जो स्थिति रे थाउ सेही अनुसार हमको दृष्टिगोचर होता है। परम निश्चयता आड़क आमे जेतिकी अधिक ऊपर को उठिबा लगी समर्थ हेउ दूरता सेतिकी परिमाण रे अधिक होता है। कारण यही सब दृष्टि वस्तु जो क्षेत्र रे सामग्री से क्षेत्र असल उत्सटीर अत्यंत निकटवर्ती हो रही है एवं जहा कि घटिबाकू जाउची तार रहस्य प्रकाशन एवं तार प्रकृत संगठन मध्य रहितिबार समयटीर अवधिटी हुए तो अत्यंत दीर्घ हो पारे, मात्र से रहस्यर संकेत प्रकटनटी अवश्य सत्य हुए कारण ताहा उत्सटीर अत्यंत निकटवर्ती हो रही है। एपरी एक स्थान अच्छी जेतेबेले सर्वोच्च परम सत्ता सहित पूर्ण एकात्मता संभव हो जाए, जेतेबेले कि अतीत वर्तमान एवं भविष्यत सर्वत्र सबुकिछि कथा को संपूर्ण भाव में जानी हुए, मात्र जो व्यक्ति माने सेठारे जाई पहुंची थांती सेमाने सेठारे जहा किछि देखि थांती फेरिबा बेले ताहाकू साधारणतः भूली जाई था। स्मरण रे रखिबाकू हेले एही क्षेत्र रे एक अत्यंत कठोर श्रृंखला आवश्यक होता है एवं ठीक सही स्थान रे ही आउ आदौ कौनसी भूल करिवार आशंका न थाए। यही पाराग्राफ रे बहुत गुढ़ कथा रही जाइछि। प्रथमे कहले जे आमे चेतनार जेते ऊर्ध्व स्तर को जिबे सेते कौन हबो ना घटना घटिबार असल उत्स र निकटवर्ती आमे हबा। तेणु सेठी आमे निर्भूल देखिबा। निर्भूल माने जहा घटिबाकू जाउची ताहा स्पष्ट भावे सेठी देखा जिवो, किंतु सेठी गोटे घटना हुए सेठी देखिकी आसिला परे ता माने आमे जाग्रत अवस्थार कथा कहउछु जेतरा आमे जो माने बंचीचु से माने सेठी की जाइकी देखिकी आसिला परे ताकू आमे साधारणतः भूली जाइता एवं केतेबेले ताहा रहिबो ना जेतेबेले आमे एक कठोर श्रृंखला भितर रहितिबा। सेथिपई अनेक समय कौन हुए जो माने कठोर श्रृंखला भितर थांती सेमाने सेठी को जाइकी देखी आसिला परे एठी कौन करंती वर्णना करंती नहीं। से कहती ताकू जदि आमे वर्णना करि दउ तेबे कौन हुए तांकर माने जे वर्णना करिदब तांकर आउ से दृष्टि को देखि परिवार जो सामर्थ्यटी कमी जाए बा आउ देखा जाए। ता माने ता भितरे एइटा भी गोटे श्रृंखला बोले आमे मने करिबा। कारण होउची जहा घटिबाकू जाउची ताहा आमको न जणे बार एक गुढ़ रहस्य भितर गोटे रहस्य होउची जे आमे चेतनार जो ऊर्ध्व स्तर को आमर जो गति रही सेथिपई अनेक समय रे प्रतिकूल शक्तिर जेमती आमे शुणुथिले आक्रमण आवश्यक हुए, प्रतिकूल शक्तिर परीक्षा आम पई दरकार हुए एवं जीवन रे से अनुभूति भितरे मु केमती ग्रहणशील हेबी मु केमती चेतनार अग्रगति करिबी सेथिपई सेई जो घटना गुडी हमको अनेक समय रे प्रस्तुत कराए। तेणु जदि आगुआ आपण सूचना देई दउछंती तेबे कौन हबो ना तार व्यतिक्रम घटिबो। तेबे मो जीवन रे जो अनुभूति मु प्राप्त करि थांती बा चेतनार जो ऊर्ध्व स्तर को जाई थांती ताहा बाधित हबो। तेणु जो माने से स्तर को जाई थांती असल उत्सटीर निकटवर्तीर दृष्टि देखि थांती ताहा निच्छक सत्य होई थाए ताहा घटी थाए किंतु से माने ताकू प्रकाश करंती नाही बा भूली जाती। तेणु प्रकाश कला बेले विकृति आसे। आउ गोटे कथा कहले जे जेते जेते अधिक ऊपर ऊपर को जीव सेते बेले कौन हबो
ଆହୁରି କଥା ହଉଛି ଯେତେବେଳେ ପରମଙ୍କ ସହିତ ଆମେ ଏକାତ୍ମ ହେଇଯିବ, ପୂର୍ଣ୍ଣ ଏକାତ୍ମ ହେଇଯିବ, ସେତେବେଳେ ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ ଆପଣଙ୍କ ପାଖରେ ପୁରା ଓପନ ହେଇଯିବ। କହୁଛନ୍ତି ଯେତେବେଳେ କି ଏପରି ଏକ ସ୍ଥାନ ଅଛି ଯେତେବେଳେ ସର୍ବୋଚ୍ଚ ପରମ ସତ୍ତାଙ୍କ ସହିତ ପୂର୍ଣ୍ଣ ଏକାତ୍ମତା ସମ୍ଭବ ହୋଇଯାଏ, ଯେତେବେଳେ କି ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ସର୍ବତ୍ର ସବୁ କିଛି କଥାକୁ ସମ୍ପୂର୍ଣ୍ଣ ଭାବରେ ଜାଣି ହୁଏ। ତେଣୁ ଇଏ ବି ସମ୍ଭବ। ଏବଂ ଆଉ ଗୋଟେ କଥା ତା ଭିତରେ କହିଲେ ଯେ ଯେତେବେଳେ ଆପଣ ଅତି ଉତ୍ସର ନିକଟବର୍ତ୍ତୀ ହେଇକରି କିଛି ଦେଖୁଛନ୍ତି, ତାହା ସ୍ଥୂଳ ଭାବରେ ଘଟଣାଟି ଘଟିଲା ବେଳକୁ ଦୀର୍ଘ ସମୟ ଲାଗେ। ମାତ୍ର ସଂଯୋଗ ସ୍ଥାପନର ସୂତ୍ର ଗୁଡିକ ସେଇ କ୍ଷେତ୍ରରେ ସର୍ବଦା ପରିପୂର୍ଣ୍ଣ ଭାବରେ ଆଦୌ ମହଜୁଦ ନଥାଏ ଏବଂ ତେଣୁ ଖୁବ କ୍ୱଚିତ ଭାବରେ ହିଁ ସବୁକିଛି ସ୍ମରଣ ରହେ। ମା କହୁଛି ସେଗୁଡାକ ମନେ ରହେ। କାହିଁକି ମନେ ରହେନି? ତାର ଉତ୍ତରଟା ଏଠି କହୁଛି। ସେଇ ଯୋଉ ସ୍ତର ସହିତ ଆମର ବାହିକ ଜଗତର ଆମର ଯୋଉ ମନ ପ୍ରାଣ ଶରୀରର ଯୋଉ ପ୍ରସ୍ତୁତି, ସିଏ କଣ ହେଇଥାଏ? ଗୋଟେ ସଂଯୋଗ ବା ଆମେ କହିପାରିବା ଯେ କନେକ୍ସନ, ଆମେ ଯୋଉଟା ଓଡିଆରେ ଆମେ ଇଂରାଜୀରେ କହୁଛୁ କନେକ୍ସନ, ତାମାନେ କନେକ୍ଟିଂ ୱେୟାର ଭଲ ନାହିଁ। ଆପଣ ସୂକ୍ଷ୍ମରେ ଗଲେ ଦେଖିକି ଆସିଲେ, କିନ୍ତୁ ସ୍ଥୂଳ ସହିତ ସ୍ଥୂଳ ମନ ପ୍ରାଣ ଶରୀର ଯୋଉ ଆଧାର, ତା ସହିତ ଏକ ନିରନ୍ତର ସଂଯୋଗ ନଥାଏ। ତେଣୁ ତାକୁ ସେ ପରିପ୍ରକାଶ କରିପାରେନି। ତେଣୁ ସେ ଭୁଲିଯାଏ, ସବୁ କିଛି ସ୍ମରଣରେ ରହେ ନାହିଁ। କ୍ୱଚିତ ଭାବରେ ମା ଲେଖୁଛନ୍ତି କ୍ୱଚିତ ଭାବରେ ସବୁ କିଛି ସ୍ମରଣ ରହେ। ନହେଲେ କଣ ଝାପସା ଝାପସା ସ୍ମରଣ ଥିବ, ତାକୁ ଯେତେବେଳେ ବର୍ଣ୍ଣନା କରିବେ ସେ ତାକୁ ମିଶେଇ ମାସେଇ ଦେଇକିରି ବର୍ଣ୍ଣନା କରିଦେବେ। ମୁଁ ବର୍ତ୍ତମାନ ଯେଉଁ କଥା କହୁଥିଲି, ଯେଉଁ ଭୂମିରେ ଆମେ ସେଗୁଡିକୁ ଦେଖୁଛୁ, ତାହାରି ଅନୁସାରେ ହିଁ ସେଇ ସଂକେତଟି ପ୍ରକୃତରେ ଫଳିବାକୁ କେତେ ସମୟ ଲାଗିବ, ଆମେ ଅଳ୍ପ ବହୁତ ପରିମାଣରେ ସେ ବିଷୟରେ ବିଚାର କରିବାକୁ ସମର୍ଥ ହଉ। ଇଏ ବି ଆଉ ଗୋଟେ କଥା ଯେ କୋଉ ଭୂମିରୁ ତମେ ଦେଖୁଛ, ସେଇ ଅନୁସାରେ ସେଇଟା କେତେ ସମୟ ଲାଗିବ ତାହା ବିଚାର କରିବାକୁ। ଏବଂ ତାତ୍କାଳିକ ବସ୍ତୁ ଗୁଡିକ ତତ୍କ୍ଷଣାତ ଉପଲବ୍ଧ ହେଇଥାନ୍ତି। ସେଗୁଡିକ ସୂକ୍ଷ୍ମ ଭୌତିକ ଭୂମିରେ ଅବସ୍ଥିତ। ଯୋଉଗୁଡାକ ସାଙ୍ଗେ ସାଙ୍ଗେ ହେଇଯାଏ, ତାମାନେ ସେଟା ସୂକ୍ଷ୍ମ ଭୌତିକ ସ୍ତରର, ମାନେ ଭୌତିକ ଜଗତ ସହିତ ବା ଜଡ ଜଗତ ସହିତ ଜଷ୍ଟ ଯୋଉ ଲାଗିକି ରହିଛି ଯୋଉ ଜଗତଟି, ତାମାନେ ଅଲରେଡି ମ୍ୟାନିଫେଷ୍ଟେସନ ହେଇ ଆସିକି ପହଞ୍ଚି ଗଲାଣି। ମ୍ୟାନିଫେଷ୍ଟେସନ ହେବାକୁ ଆଉ ଅଳ୍ପ ବାକି ଅଛି। ସୂକ୍ଷ୍ମ ଭୌତିକ ସ୍ତରକୁ ପହଞ୍ଚି ଗଲାଣି, ଜଡ ସ୍ତରରେ ପହଞ୍ଚିବ। ତେଣୁ ଆଉ ଅଳ୍ପ ବାକି ଅଛି। ଆପଣ ଯାଇକି ଦେଖିଦେଲେ ସେଠି, ତେଣୁ ସେଟା ତା ପରଦିନ ବା କିଛି ଅଳ୍ପ ଦିନ ବ୍ୟବଧାନରେ ତାହା ଘଟିଯାଏ। ଆମେ ଅଳ୍ପ ବହୁତ ପରିମାଣରେ ସେ ବିଷୟରେ ବିଚାର ସମର୍ଥ ହେଉ। ତାତ୍କାଳିକ ବସ୍ତୁ ଗୁଡିକ ତତ୍କ୍ଷଣାତ ଉପଲବ୍ଧ ହୋଇଥାନ୍ତି। ସେଗୁଡିକ ସୂକ୍ଷ୍ମ ଭୌତିକ ଭୂମିରେ ଅବସ୍ଥିତ ରହିଥାନ୍ତି ଏବଂ ସେଇ ଭୂମିରେ ଦୃଷ୍ଟିଗୋଚର ବି ହୋଇପାରନ୍ତି। ସେସବୁ କେବଳ ସେଇଠାରେ ହିଁ ଥାନ୍ତି, ସେଇଠି ଅବସ୍ଥିତ ରହିଥାନ୍ତି। ଆଗାମୀ କାଲି ବା ମାତ୍ର କେତେ ଘଣ୍ଟା ପରେ ଯେଉଁ ବସ୍ତୁଗତ ଜଗତ ଆବିର୍ଭୂତ ହେବ, ସେଗୁଡିକ ତାହାରି ପ୍ରତିରୂପଟିର କେବଳ ଏକ ପ୍ରତିବିମ୍ବନ ଅଥବା ପ୍ରକ୍ଷେପଣ ରୂପେ ଅବସ୍ଥାନ କରୁଥାନ୍ତି। ଏପରିକି ସେଗୁଡିକ ଏକ ପ୍ରତିଲିପି ବୋଲି ବି କହିହେବ ନାହିଁ। ସେଠାରେ ତୁମେ ନିର୍ଭୁଲ ଭାବରେ ବସ୍ତୁଟିକୁ ତାହାର ଯାବତୀୟ ଟେକ୍ନିକ ସହିତ ପ୍ରତ୍ୟକ୍ଷ କରିଥାଅ, କାରଣ ତାହା ସେଠାରେ ପୂର୍ବରେ ହିଁ ଅବସ୍ଥିତ ରହିଥାଏ। ତେଣୁ ସବୁକିଛି ତୁମର ଦୃଷ୍ଟିର ପରିଶୁଦ୍ଧି ଓ ଦୃଷ୍ଟି ଲାଭର ସାମର୍ଥ୍ୟ ଉପରେ ନିର୍ଭର କରୁଥାଏ। ଏଠି ଆଉ ଗୋଟେ କଥା ଯୋଡ଼ିଲେ ଯେ ସେଠି ସୂକ୍ଷ୍ମ ଭୌତିକ ସ୍ତରରେ ରହିଛି, ତମେ ତାକୁ ଭଲରେ ଦେଖିପାରିବ ଏବଂ ଦେଖିଲା ପରେ କଣ ହବ ନା ସେଇଟା ଶୀଘ୍ର ଘଟିବ। କିନ୍ତୁ ତା ସହିତ କହୁଛନ୍ତି ତୁମ ଦୃଷ୍ଟିର ପରିଶୁଦ୍ଧି ଏବଂ ଦୃଷ୍ଟି ଲାଭର ସାମର୍ଥ୍ୟ ମଧ୍ୟ ଦରକାର ହୁଏ। ତା ଉପରେ ନିର୍ଭର କରେ ଯେ ତୁମେ ତାକୁ କେତେ ଶୁଦ୍ଧ ଭାବରେ ଦେଖିବ। ନହେଲେ କଣ ବା ଆମକୁ ଝାପ୍ସା ଦେଖାଯିବ। ଆଉ କଣ ହେଇପାରେ? ସେଇ ସାମର୍ଥ୍ୟ ଯଦି ବିଷୟନିଷ୍ଠ କପଟ ରହିତ ହୋଇଥାଏ। ଏଠି ଆଉ ଗୋଟେ ଆଡ କରୁଛନ୍ତି କଣ କଣ ସବୁ ସାମର୍ଥ୍ୟ। ଗୋଟେ ହେଲା ଦୃଷ୍ଟି ପରିଶୁଦ୍ଧ ହେଇଥିବ, ଦୃଷ୍ଟି ଲାଭର ସାମର୍ଥ୍ୟ ଥିବ, ତା ସହିତ ବିଷୟନିଷ୍ଠ ହେଇଥିବ, କପଟ ରହିତ ମାନେ ଛନ୍ଦ କପଟ ନଥିବ। ଆଉ ଜଣେ ଜଣେ କହନ୍ତି ସବୁ କପଟର ତ ସବୁ ମାଷ୍ଟର ସବୁ ଥାନ୍ତି ସବୁ। ମୋ ଭିତରେ ପ୍ରେରଣା ଆସିଲା ଏମିତି ଯୋଉ କଥା କହନ୍ତି ସବୁ, ସେତେବେଳେ ବହୁତ ସତର୍କ ରହି ଶୁଣିବାକୁ ପଡିବ ସେମାନଙ୍କ କଥା। କାହିଁକିନା ସାଧାରଣତଃ କପଟ ବ୍ୟକ୍ତି ମାନେ ଏଇ ପ୍ରକାରର ବୃଥା ଆସ୍ଫଳନ କରନ୍ତି। ନହେଲେ ଯୋଉମାନେ ସେଇ ଜଗତରେ ବସବାସ କରୁଥାନ୍ତି, ସେମାନେ ଏମିତି ଆସ୍ଫଳନ କରନ୍ତିନି। ଆଉ କେତେ ଗୁଟେ ଏତେ କପଟ ଥାନ୍ତି, ସେ ଏତେ ସୁନ୍ଦର ଭାବରେ କହିବେ, ଆପଣ ଭାବିବେ ହଁ ୟାଙ୍କର ସୂକ୍ଷ୍ମ ବହୁତ ଅଛି। କିନ୍ତୁ ସେ ଏତେ ଟେକ୍ନିକାଲି କହନ୍ତି, ତାକୁ ବି ଧରିବା ଭାରି କଷ୍ଟ।
ତେଣୁ ମାଙ୍କୁ ଡାକି ଜଣେଇଦବ ସବୁବେଳେ ସହଜ। ତୁମେ ତୁମ ବସ୍ତୁଟିକୁ ନିର୍ଭୁଲ ଭାବରେ ଦେଖିପାର ଯଦି ବିଷୟନିଷ୍ଠ ଏବଂ କପଟ ରହିତ ହେଇଥିବ। ମାତ୍ର ତା ସହିତ ନିଜର ଅନୁଭବ ଓ ଧାରଣା ଗୁଡ଼ିକୁ ନେଇ ଗୋଳାଇ ମିଶାଇ ପକାଉଥିଲେ ତାହା ସେଗୁଡ଼ିକର ବର୍ଣ୍ଣ ଦ୍ୱାରା ବିକୃତ ହୋଇଯାଏ। ଆଉ ଆମେ କଣ କରୁ, ଯୋଉଠିକି ଆମ ନିଜର ଅନୁଭବ ନିଜର ଧାରଣାକୁ ତା ସହିତ ମିଶେଇ ଦଉ, ଯେତେବେଳେ ସେଟା ବିକୃତ ହେଇଯାଏ ସେତେବେଳେ କଣ ହବ, ତାର ଅର୍ଥ ହଉଛି ସେତେବେଳେ ଆମର ଦୃଷ୍ଟି ମଧ୍ୟ ଶୁଦ୍ଧ ନଥାଏ। କାରଣ ମୋ ଧାରଣା ନେଇକି ଯେତେବେଳେ ମୁଁ ଯଦି ପଶିବି, ଆମେ ଦେଖିବେ କେତେକ ବ୍ୟକ୍ତି ସ୍ୱପ୍ନ ଦେଖନ୍ତି ଯେମିତି କି ଯାହା ସହିତ ସେମାନଙ୍କର ଭଲ ସମ୍ପର୍କ ଥାଏ ସ୍ୱପ୍ନରେ ସେଇମାନେ ହିଁ ତାଙ୍କ ପାଇଁ ଭଲ ଆଚରଣ କରୁଥାନ୍ତି ସ୍ୱପ୍ନରେ। ଯୋଉମାନଙ୍କ ସହିତ ତାଙ୍କର ବିରୋଧୀ ବା ତାଙ୍କ ମତ ମିଶୁନଥାଏ, ଟିକେ ଥାଏ ଭିନ୍ନ ଏକ ଦୃଷ୍ଟିକୋଣ ଥାଏ, ସ୍ୱପ୍ନରେ ସେମାନେ ଦେଖନ୍ତି ଯେ ଏମାନେ ତାଙ୍କୁ ହିଁ ବିରୋଧ କରୁଛନ୍ତି ବୋଲି। ଇଏ ତାମାନେ ସେମାନଙ୍କର ଧାରଣା ଏବଂ ତାର ବ୍ୟକ୍ତିଗତ ତାଙ୍କର ଯୋଉ ସ୍ଥିତି ଯେହେତୁ ଏଇ ପ୍ରକାର ରହିଛି, ତେଣୁ ସେମାନେ ନିର୍ଭୁଲ ଦେଖିପାରିବେନି, ସେ ବିକୃତ ହିଁ ଦେଖିବେ। ତେଣୁ ସୂକ୍ଷ୍ମ ଭୌତିକ ଭୂମିରେ ଆମେ କେତେ ନିର୍ଭୁଲ ଭାବରେ ଦେଖିବାକୁ ସମର୍ଥ ହେବା ତାହା ଯନ୍ତ୍ରଟି ଉପରେ ହିଁ ନିର୍ଭର କରେ, ଅର୍ଥାତ୍ ଦେଖୁଥିବା ବ୍ୟକ୍ତି ଉପରେ ନିର୍ଭର କରୁଥାଏ। ଯଦି ଜଣେ ପକ୍ଷପାତୀ ବ୍ୟକ୍ତିତ୍ୱ ହବ, ତାହେଲେ ସିଏ ଯାହା ସ୍ୱପ୍ନ ଦେଖିବ ତାହା ପକ୍ଷପାତିତ୍ୱ ଥିବ। ଏବଂ ପକ୍ଷପାତିତ୍ୱ ଥିବ ମାନେ ମୋ କହିବା କଥା ହଉଛି ଏଇଆ ଯେ ବିକୃତ ହେଇକି ଆସିବ। ଘଟଣା ଯାହା ଥିବ ତାକୁ ସେ ପୁରା ଅଲଗା ଅର୍ଥରେ ଦେଖିବେ। ତେଣୁ ସେଠି ବ୍ୟକ୍ତି ଉପରେ ନିର୍ଭର କରୁଥାଏ। ତେଣୁ ମା କହୁଛନ୍ତି ମାତ୍ର ଏକ ସୂକ୍ଷ୍ମତର ଭୂମିରେ ଯାଇ ପ୍ରବେଶ କରିବା ସଙ୍ଗେ ସଙ୍ଗେ, ଉଦାହରଣ ସ୍ୱରୂପ ପ୍ରାଣର ଭୂମିରେ ଆହୁରି ଅଧିକ ପରିମାଣରେ ମନର ଭୂମିରେ ପ୍ରବେଶ କରିବା ଦ୍ୱାରା ତାହା ଘଟିଥାଏ। ମାତ୍ର ପ୍ରାଣ ସ୍ତରରେ ମଧ୍ୟ ସମ୍ଭାବନାର ଏକ କ୍ଷୀଣ ସୂଚନା ମିଳିବାକୁ ଆରମ୍ଭ କରିଥାଏ। ଏଟା ସୂକ୍ଷ୍ମ ଭୌତିକ ସ୍ତରରୁ ଆଉ ଟିକେ ଉର୍ଦ୍ଧ୍ୱ ସ୍ତର ପ୍ରାଣ ସ୍ତର ଏବଂ ମନ ସ୍ତରରେ ତାହାକୁ ଯାହା ଘଟିବାକୁ ଯାଉଛି ତୁମେ ତାହାକୁ ସେଠାରେ ମୋଟାମୋଟି ଭାବରେ ଦେଖିବାକୁ ସମର୍ଥ ହୋଇଥାଅ। ଟିକନିକ ଭାବରେ ଦେଖିଲା ବେଳକୁ ତାହା ହୁଏତ ଏପରି କିମ୍ବା ସେପରି ହୋଇପାରେ। ସେହି କ୍ଷେତ୍ରରେ ନାନାବିଧ ଇଚ୍ଛା ଓ ନାନା ପ୍ରଭାବ ହୁଏତ ଆସି ହସ୍ତକ୍ଷେପ କରିପାରନ୍ତି ଏବଂ ତେଣୁ ଏକ ପାର୍ଥକ୍ୟ ଘଟାଇ ପାରନ୍ତି। ଇଏ ସବୁ ସ୍ୱପ୍ନ ରାଜ୍ୟର ବହୁତ କଥା ସବୁ। ଯେତେବେଳେ ପ୍ରାଣ ସ୍ତରକୁ ଆମେ ଯାଉ, ସେତେବେଳେ ପ୍ରାଣ ସ୍ତରରେ ବା ମନ ସ୍ତରରେ ଯେତେବେଳେ ଆମେ ଘଟଣା ଦେଖୁ, ସେଠି ଆଉ ଟିକେ ଯୋଉଟା ଦେଖିଥାଉ ତାକୁ ଆମେ ଯେତେବେଳେ ନିଜର ଇଚ୍ଛା ତା ଉପରେ ଆମେ ଲଦି ଦଉ। ତେଣୁ କଣ କରନ୍ତି, ମା କହୁଛି ସେଇ କ୍ଷେତ୍ରରେ ନାନାବିଧ ଇଚ୍ଛା ନାନା ପ୍ରଭାବ ହୁଏତ ଆସି ହସ୍ତକ୍ଷେପ କରିପାରନ୍ତି, ତେଣୁ ଏକ ପାର୍ଥକ୍ୟ ଘଟାଇ ପାରନ୍ତି। ଏଠୁ ଯୋଉ କହିଲେ ଗୋଟେ ଜାଗାରେ କହିଲେ ବିଷୟନିଷ୍ଠ, ଏବଂ ଆପଣ ଯେତେବେଳେ ସ୍ୱପ୍ନ ଦେଖନ୍ତି ସେତେବେଳେ ସ୍ୱପ୍ନର ଅର୍ଥଟାକୁ ଆମେ ଯେତେବେଳେ ବାହାର କରନ୍ତି, ସେତେବେଳେ ବି ଆମର ସାମର୍ଥ୍ୟ ଥିବା ଦରକାର ସ୍ୱପ୍ନର ଅର୍ଥଟିକୁ ଜାଣିବାରେ। ଯେମିତିକି ଯୋଉ ବର୍ଣ୍ଣନା ରହିଛି, ମାଙ୍କୁ ଯେତେବେଳେ ଜଣେ କହିଲେ ଯେ ମା ମୁଁ ସ୍ୱପ୍ନରେ ଦେଖିଲି ଯେ ବାଘ ମତେ ଆକ୍ରମଣ କରୁଥିଲା ଏବଂ ମୋର ହଠାତ୍ ଆପଣଙ୍କ କଥା ମନେ ପଡିଗଲା, ମୁଁ ଆପଣଙ୍କ ନାମ ଜପ କରିବା ଆରମ୍ଭ କଲି ଏବଂ ତାପରେ କଣ ହେଲା ନା ବାଘଟି ବିଲେଇ ହେଇକିରି ଛୋଟ, ମାନେ ଏତେ ବଡଟା ଥିଲା, ଛୋଟ ହେଇକି ବିଲେଇ ହେଇକି ପଳେଇଲା। ତାକୁ ମା କହୁଛନ୍ତି, ସେ ମାଙ୍କୁ ପଚାରିଲେ ମା ଏଇଟା କଣ ହେଲା? ମା କହିଲେ ବାଘ ସେ ତୁମକୁ ଏଇଟା ପ୍ରାଣିକ ବା ପ୍ରାଣ ଶକ୍ତିର ତୁମ ପାଖରେ ଗୋଟେ ଆକ୍ରମଣ ଆସିଥିଲା। ତାମାନେ ପ୍ରାଣ ଜଗତରେ ଏକ ପ୍ରାଣିକ ଗତିବୃତ୍ତିର ଗୋଟେ ଆକ୍ରମଣ ତାଙ୍କ ପାଇଁ ଆସିଥିଲା। ଏବଂ ମା କହିଲେ ତୁମେ ସେଠି ଯେହେତୁ ମୋର ନାମ ଜପ କଲ, ତେଣୁ ତାର ଶକ୍ତି ଫଳରେ କଣ ହେଲା ନା ସେଇ ଯୋଉ ପ୍ରାଣିକ ଶକ୍ତିଟି ଯେ ଆକ୍ରମଣ କରୁଥିଲା ତାର ପ୍ରଭାବ କ୍ଷୀଣ ହେଇଗଲା। ତାପରେ ମା କହୁଛନ୍ତି ତୁମେ ଯଦି ଆଉ ଟିକେ ଅଧିକ ସଚେତନ ଭାବରେ ଏବଂ ତୁମେ ଯଦି ମତେ ଆହ୍ୱାନ କରିଥାନ୍ତା ଆଉ ଟିକେ, ତାହେଲେ ସେଟା ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ ହେଇଯାଇଥାନ୍ତା। ତେଣୁ ଏଠି ଏଇ ଯୋଉ ଘଟଣାଟିକୁ ବୁଝିବା, ଆମେ ଘଟଣାଟାକୁ ହଠାତ୍ ବୁଝିଦେବା କଣ ଯେ ବାଘ ଆଟାକ କରିବ, ନାଇଁ କି? ତାମାନେ ଲାଇଫରେ
ମୁଁ ଗଲାବେଳେ ବାଘ ମତେ କୋଉଠୁ ଆଟାକ୍ କରିବ? ମୁଁ ତ ସହରରେ ରହୁଛି, ବାଘ କୋଉଠୁ ଆଟାକ୍ କରିବ? ଏଠି ସ୍ୱପ୍ନକୁ ବୁଝିବା ଆ ଭିତରେ କଣ ହୁଏ, ଆମର ସାମର୍ଥ୍ୟ ନଥାଏ। ଆମେ ଆମର ଇଚ୍ଛା, ଆମର ପ୍ରଭୁ ଯାହା ସବୁ ଭିନ୍ନ ଭିନ୍ନ ଧାରଣା, ତାକୁ ସବୁ ଆମେ ତା ଭିତରେ ଏଣ୍ଟ୍ରି କରିଦଉ। ତେଣୁ ଘଟଣାଟି ଯୋଉ ଘଟିଛି ତା ଭିତରେ ବେଳେ ବେଳେ କ୍ୟାରେକ୍ଟର, ଆଉ ତା ବହୁତ ଆଲୋଚନା ପରେ ରହିଛି, ଏଟା ଗୋଟେ ପାର୍ଟରେ ସରିବନି। ବହୁତ କ୍ୟାରେକ୍ଟର ତା ଭିତରେ ଆସିଥିବେ, ପ୍ରକୃତରେ ସେଇ କ୍ୟାରେକ୍ଟର ଘଟଣା ଘଟିବ କି ନ ଘଟିବ ତାହା ନଥାଏ। ତାକୁ ଜାଣିବା ପାଇଁ ହେଲେ ନିଜର ସାମର୍ଥ୍ୟ ରହିବା ଦରକାର। ସେଥିପାଇଁ ପ୍ରଥମେ ମା ବର୍ଣ୍ଣନା କଲେ ଯେ ନିଜେ ଯଦି ପରିଶୁଦ୍ଧ ରହିଥିବ, ନିଜ ଚେତନାରେ ପକ୍ଷପାତିତା ନଥିବ, ଦୃଢ ଶୃଙ୍ଖଳାରେ ଥିବ, ପୂର୍ଣ୍ଣ ବିଶ୍ୱାସ ବା ନିର୍ଭରତା ମାଙ୍କ ଉପରେ ରହୁଥିବ, କାହା ପ୍ରତି ତୁମର ବିତୃଷ୍ଣା ଭାବ ନଥିବ, କାହାର ଆମେ ଏଇଟା ଏଇଟା ସବୁ ଛୋଟ ଛୋଟ କଥା ଆମେ ଯୋଉଟା କହୁଛନ୍ତି, ଅ ଆମେ ନିଜେ ଅଭ୍ୟାସ କରିବା ପାଇଁ କହୁଛନ୍ତି। ଯେପରିକି କୌଣସି ବ୍ୟକ୍ତି ପାଇଁ ବ୍ୟକ୍ତିକୈନ୍ଦ୍ରିକ ଭାବ ନଥିବ, ବ୍ୟକ୍ତିକୈନ୍ଦ୍ରିକ ଭାବ ନଥିବ, ଏଇ ସବୁ ଜିନିଷ ଗୁଡିକ ଯେତେ ପରିଶୁଦ୍ଧ ହେବେ, ତାହେଲେ ଘଟଣାଟିକୁ ଦେଖିବାର ଯୋଉ ଆଖି, ଯେମିତି ବର୍ତ୍ତମାନ ଚଷମାଟା ଯଦି ମଇଳା ରହିଲା, ତାହେଲେ ମୁଁ କାଠ ଚଷମାଟା ପିନ୍ଧି ଦେଇଥିବି, କାଚ ଜାଗାରେ ଏଠି କାଠ ଥବ, ତାହେଲେ କିଛି ଦେଖାଯିବନି। ଯଦି ତାପରେ କାଚ ପିନ୍ଧିଲି ଦେଖାଯିବ, କିନ୍ତୁ କାଚରେ ଯଦି ମଇଳା ରହିଥିବ ତାହେଲେ ଝାପ୍ସା ଦେଖାଯିବ। ଯଦି ରଙ୍ଗୀନ ଯୋଉ କଳା କାଚ ଯୋଉ ସନଗ୍ଲାସ ପିନ୍ଧିଦେଲି, ତାହେଲେ ବାହାରଟା ଅଲଗା କଲର ଦେଖାଯିବ। ଯଦି ନାଲିଆ କାଚ ପିନ୍ଧିଲି ଅଲଗା ଦେଖାଯିବ। କାଚଟି ସ୍ୱଚ୍ଛ ଯଦି ନଥିବ ଅଲଗା ଦେଖାଯିବ। ଟୋଟାଲି କାଚ ନଥିଲେ ତ ପୁରା କ୍ଲିୟର ଦେଖାଯିବ କି ନାହିଁ, ତାହା ବି ଦୃଷ୍ଟି ନିର୍ଭର କରୁଛି ଆପଣଙ୍କ ଆଖିର ପାୱାର କେତେ ରହିଛି, ତାମାନେ ମୋର ଦୃଷ୍ଟିର ସାମର୍ଥ୍ୟ କେତେ ରହିଛି। ଏଇ ପ୍ରକାର ଅନେକ ଜିନିଷ ଉପରେ ନିର୍ଭର କରେ। ଏଠି ମା ଯାହା ଆରମ୍ଭ କରିଛନ୍ତି, ଆମେ ଅଳ୍ପ ଅଳ୍ପ କରି ଆଲୋଚନା କରୁଛନ୍ତି। ଏଠି କହୁଛନ୍ତି ଯେ ମନ ପ୍ରାଣ ସ୍ତରରେ ଯାହା ଆସେ, ତାହା ଭିତରେ ଆମର ନାନାବିଧ ଇଚ୍ଛା, ନାନା ପ୍ରଭାବ ତାକୁ ହସ୍ତକ୍ଷେପ କରିପାରନ୍ତି। ଏପରି ହୁଏ କାରଣ ଏହି ବିଭିନ୍ନ କ୍ଷେତ୍ରରେ ମୂଳ ପରମ ଇଚ୍ଛାଟି ହିଁ ପ୍ରତିଫଳିତ ହୋଇ ରହିଥାଏ, ଏବଂ ପ୍ରତ୍ୟେକ କ୍ଷେତ୍ରଟି ପ୍ରତିରୂପ ଗୁଡ଼ିକର ସଂଗଠନ ଓ ସମ୍ବନ୍ଧକୁ ପରିବର୍ତ୍ତିତ କରିଦିଏ। ଆମେ ବାସ କରୁଥିବା ଏହି ଜଗତ ନାନା ପ୍ରତିରୂପରେ ପୂର୍ଣ୍ଣ ହୋଇ ରହିଛି। ଗୋଟିଏ ବସ୍ତୁ ପ୍ରକୃତରେ ଯାହା, ଏଠାରେ ତାହାର କଥା କୁହାଯାଉ ନାହିଁ, ଏଠାରେ ବସ୍ତୁଟିର ପ୍ରତିଫଳନ ବିଷୟରେ କୁହାଯାଉଛି। ଏଠାରେ ବସ୍ତୁଟିର ପ୍ରତିଫଳନ ବିଷୟରେ ହିଁ କୁହାଯାଉଛି। ହୁଏତ ଏପରି କୁହାଯାଇ ପାରିବ ଯେ ଆମର ଏହି ଜଡ଼ ଜଗତ ଅସ୍ତିତ୍ୱର ଭୂମିରେ କେବଳ ଗୋଟିଏ ଗୋଟିଏ ପ୍ରତିଫଳନ ରୂପେ ହିଁ ଅବସ୍ଥିତ ରହିଛୁ। ଆମର ମର୍ମଗତ ସତ୍ୟର ଭୂମିରେ ଆମେ ପ୍ରକୃତରେ ଯାହା, ତାହାରି ଏକ ପ୍ରତିରୂପ ହିଁ ରହିଛୁ। ଏବଂ ଏହି ପ୍ରତିଫଳନଟିରେ ଯେଉଁ ସବୁ ରୂପାତ୍ମକତା ସଂଗଠିତ ହୋଇଛି, ତାହାରି ସକାଶେ ପ୍ରମାଦ ଜନ୍ମୁଛି, ମିଥ୍ୟା ଉପସ୍ଥିତ ହେଉଛି। ମର୍ମ, ଏ ବଡ ପାରାଗ୍ରାଫ, ଠିକ। ମର୍ମ ସତ୍ୟର ଭୂମିରେ ତୁମେ ଯାହା ଦେଖୁଛ, ତାହା ସମ୍ପୂର୍ଣ୍ଣ ଭାବରେ ସତ୍ୟ ଏବଂ ଅବିକୃତ ହୋଇ ରହିଛି। ତାହା ଶାଶ୍ୱତ କାଳରୁ ସେହିପରି ଭାବରେ ରହିଛି। କେବଳ ପ୍ରତିରୂପ ଗୁଡ଼ିକରେ ହିଁ ବସ୍ତୁତଃ ପରିବର୍ତ୍ତନ ହେଉଛି, ଏବଂ ସ୍ପନ୍ଦନ ଗୁଡ଼ିକ ମଧ୍ୟରେ ଯେଉଁ ପରିମାଣରେ ମିଥ୍ୟା ଆସି ପ୍ରବେଶ କରୁଛି, ସେହି ପରିମାଣରେ ତାହା ଅଧିକରୁ ଅଧିକ ବିକୃତ ଓ ପରିବର୍ତ୍ତିତ ହୋଇଯାଉଛି। ଏଇଟା ଆମେ ଆସନ୍ତାକାଲି ଆଲୋଚନା କରିବା। ଏଇଟା ବହୁତ ବଡ ପାରାଗ୍ରାଫଟି ରହିଛି, ତେଣୁ ଏଇଟା ଆମେ ଆସନ୍ତାକାଲି ଆଲୋଚନା କରିବା। ଆଜି ଆଜି ଏତିକି ଥାଉ। ମା, ଥ୍ୟାଙ୍କ ୟୁ ଅଲ୍।